ମୋ ନାଁ ଜ୍ଞାନରଞ୍ଜନ ସାହୁ। घर ଘର ବିଶ୍ୱନାଥପୁର। ଆଡ୍ରେସ ଟା କୋଉଠି? ବିଶ୍ୱନାଥପୁର ବାଲିପନ୍ନା। ବାଲିପାଟଣା ଆଜ୍ଞା। थाना ଥାନା ବାଲିପନ୍ନା, जिला ଜିଲ୍ଲା ଖୋର୍ଦ୍ଧା। ଆଜ୍ଞା କାଲି ଆମେ ପ୍ରିୟା ହୋଟେଲରେ କାମ କରୁଥିଲୁ। କାମ କଲା ଟାଇମରେ ଆମେ ଖାଇବା ସମୟରେ ଯାଉ ସେ ପାର୍କରେ ବସୁ। ବସିଲା ପରେ ଆମେ ଗୋଟେ ଜରିଟେ ନେଇଥିଲୁ ସେଠି ବସିକି ପାରିକି ଶୋଉ। ବସିଲା ପରେ 4-5 ଜଣ ବାବୁ ଆଇଲେ, କହିଲେ ବାବୁ ଆମେ ଟିକେ ବୃଦ୍ଧ ଲୋକ ଆମକୁ ଟିକେ ବସିବାକୁ ଦିଅ। ଆଉ ସେଠୁ ଆମେ କହିଲୁ ହଉ ଆପଣ ବସନ୍ତୁ। ବସିଲା ପରେ ଆମେ ସେପଟେ ପହଞ୍ଚିଲୁ, କହିଲେ ଗଲା ପରେ ତମ ଜରିଟା ନେଇଯିବ। ସେଥିପାଇଁ ଆମ ଜରିଟା ବସିଲୁ ଆଉ ଘଣ୍ଟାଏ 2 ଘଣ୍ଟା ଖଣ୍ଡେ। ଠିକ ସମୟ 2ଟା 2:30 ହବ ସମୟରେ ଜରି ପାଇଁ ଗଲି ଆଜ୍ଞା ଗୋଟେ ହ୍ୱାଇଟ କଲରରେ ଗୋଟେ ଜିନିଷ ଥିଲା। ମୁଁ କହିଲି ଆମ ଜରି ଉପରେ କଣ ଅଛି? ମୁଁ ସେଠୁ ଆଜ୍ଞା ଖୋଲିକି ଦେଖିଲା ବେଳକୁ ଗୋଟେ ସୁନା କି କଣ କହିପାରିଲୁନି ଗୋଟେ ଜିନିଷ ଦେଖିଲି। कौन मुद्री ଥିଲା ନା ନାଇଁ ଆଜ୍ଞା ଚେନ୍ ଥିଲା। ଚେନ୍ ଦେହରେ ଗୋଟେ ଲକେଟ ଲାଗିଥିଲା। ଲକେଟ ଲାଗିଥିଲା। ଏଠୁ ସେ ସୁପରଭାଇଜର ଆମର ଜଣେ ସେଠି ଥିଲେ। ଦେଖିଲୁ କହିଲେ ଜିନିଷଟା କହିଲେ ହଉ ତାହେଲେ ରଖିଥାଅ ଯଦି ଆସିବେ ତାହେଲେ ଆମେ ଦେଇଦେବୁ ଏଠି କାମ କରୁଛୁ। ଆସିଲେ ଯାହା ଜିନିଷ ପାଇଲେ ଦେଇଦବା ଖୋଜିଲେ ଆଉ ଆମେ କହିକି ଆସିଲୁ। ଆସିଲା ପରେ ତାପରେ କାଲି ହେଇଥିଲା ଆଜ୍ଞା କାଲି ମଙ୍ଗଳବାର ହେଇଥିଲା ଆଜ୍ଞା। ଆଜି ସିଏ ଆମକୁ 12ଟା 12:30 ବେଳେ ଫୋନ କଲେ। ସୁପରଭାଇଜର ଫୋନ କଲେ ଯାହା ଜିନିଷ ସିଏ ଫୋନ କରିନାହାନ୍ତି। ସୁପରଭାଇଜର ଫୋନ କଲା ପରେ କହିଲେ ସେ ଜିନିଷ ସେ ଲୋକ ଆସିଛନ୍ତି। ଆଉ ତାଙ୍କ ଜିନିଷ ଆପଣ ନେଇଛନ୍ତି ବୋଲି କହିଦେଇଛି। ମୁଁ କହିଲି ହଁ ରଖିଥିବେ ଜିନିଷ। ତାହେଲେ ସେ କହିଲେ ଏବେ ଆସନ୍ତୁ। ଆମେ କହିଲୁ କାମରେ ଡ୍ୟୁଟିରେ ଅଛୁ ଆଉ ଆମେ ତ ଯାଇପାରିବୁନୁ। ଆମେ ଠିକଣା ଦେଇଦଉଛୁ ଆମ ଅଫିସ ଟା ଏଇଠି ଆମ ମାଲିକଙ୍କ ନମ୍ବର ଦେଇଦଉଛୁ। ଆପଣ ଠିକ 7ଟା 7:30 ଭିତରେ ଆସିବେ ଦୋକାନଠି ସନ୍ଧ୍ୟାବେଳେ। କହିଲୁ ସେଠୁ ଅପେକ୍ଷା କଲୁ 8ଟା 8:30 ଯାଏ। ଯେମିତି ନ ଆଇଲେ ଫେର ସେ ପିଲାଙ୍କୁ ଫୋନ କଲୁ। ସେ ପିଲା କହିଲେ ଆପଣଙ୍କ ନମ୍ବର ଆପଣଙ୍କ ମାଲିକ ନମ୍ବର ଆମେ ସବୁ ଠିକଣା ଦେଇଦେଇଛୁ। ସେ କହିଲେ ଯାଇ ପହଞ୍ଚିବୁ। ପହଞ୍ଚିଲା ପରେ ଆସିନାହାନ୍ତି ଆଉ ଭାବୁଛୁ ଥାନାର ଆଶ୍ରୟ ନେଇକି କଣ କରିବୁ ଆଉ। ଯୋଗାଯୋଗ କରିବାକୁ ତାଙ୍କୁ ନମ୍ବର ଦିଆଯାଏ ଫୋନ କଲେନି। ମୁଁ ଆମ ନମ୍ବର ମାଲିକଙ୍କ ନମ୍ବର ସମସ୍ତଙ୍କ ନମ୍ବର ଦିଆଯାଇଛି। ସେ ପର୍ଯ୍ୟନ୍ତ ଯାଇ ଫୋନ କରିନାହାନ୍ତି। ଯୋଉ ମାଲିକ କହିଲେ ଧାନରେ ଦେଇଦେଲେ ଭଲ ଆମେ କାମ କଲେ କାଳେ ଆମର କଣ ଅସୁବିଧା ହବ। ଜିନିଷ ପାଇଛୁ ଦେଇଦେବୁ। ମୋ ନାଁ ହେଲା କରୁଣାକର ନାୟକ। ଘର ଅଲାରପୁର, ପୋଷ୍ଟ ଗଡସିଂହପୁର, ଜିଲ୍ଲା ଖୋର୍ଦ୍ଧା, ଥାନା ବାଲିଅନ୍ତା। ଆଜ୍ଞା ହଁ ମୁଁ କହୁଛି ମୋର 2ଟା ପିଲା କାଲି ଯାଇଥିଲେ ସିଭିଲ କାମ କରନ୍ତି ହୋଟେଲ ପ୍ରିୟା କାଲି ଯାଇଥିଲେ। ମତେ ସେମାନେ ଆସି କହିଲେ ଯେ ଆମେ ଖରାବେଳେ ଆମର ଆମେ ଯୋଉ ଜାଗାରେ ନେଉ ଖାଇସାରିଲା ପରେ ସେ ଜାଗାରେ କିଛି ବ୍ୟକ୍ତି ଆସିଥିଲେ ସିନିୟର ବ୍ୟକ୍ତି ଯୋଉମାନେ କହିଲେ ଯେ ଆମକୁ ଟିକେ ଏମାନେ ଯୋଉ ରେଷ୍ଟ ନିଅନ୍ତି ଯୋଉ ଗୋଟେ ପାଲ ପକେଇକି ସେଇଟାକୁ ଟିକେ ଆମକୁ ଦିଅ ଆମେ ଟିକେ ଏଠି ବସା ବସି କରିବୁ। ତ ବସା ବସି କଲା ପରେ ମାନେ ଯେତେବେଳେ ସେ ପାଲ ଆଣିବାକୁ ଗଲେ ଯେ ସେ ଜାଗାରେ ଗୋଟେ ଏଇ ଏଇ ଜିନିଷଟା ଏଇ ଖୋଳ ସହ ସେଟା ପାଇଥିଲେ। ଏଇ ଖୋଳ ସହ ପାଇଥିଲେ। ପାଇଲା ପରେ ତା ଭିତରେ ଏଇ ଜିନିଷଟା ଥିଲା। ସେ ମତେ ଆସିକି ଜଣେଇଲେ ହଁ ଏଇ ଜିନିଷଟା ସେ ପାଇଥିଲେ। କହିଲେ ଏଇଟା କଣ ଭାବିକି ଏଇଟା ପାଇବା ପରେ ଏକଥା ମଧ୍ୟ ସେଠି ଯିଏ ମୋର ଯୋଉ ଇଞ୍ଜିନିୟର ଅଛନ୍ତି ତାଙ୍କ ସୁପରଭାଇଜର ଯିଏ ଥିଲେ ସିଏ ମଧ୍ୟ ଜାଣିଥିଲେ। ତାଙ୍କୁ ମଧ୍ୟ ଏ କଥା ଜଣେଇଥିଲେ। ଜଣେଇଲା ପରେ ସେ କହିଲେ ଯେ ଠିକ ଅଛି ମତେ ଆଣିକି ଏଇ ଜିନିଷଟା ମୋ ଜିମା ଦେଇଥିଲେ। ତାପରେ ଆଜି ସକାଳେ ଏ ତ କାଲିର ଘଟଣା ଥିଲା। କାଲି ସନ୍ଧ୍ୟାବେଳେ ମତେ ଏ କଥା ଜଣେଇଥିଲେ। ଆଜି ସକାଳେ ସେ ଯେହେତୁ ଯୋଉମାନେ ବସିଥିଲେ ସେମାନଙ୍କ ସହିତ କିଛି ଯୋଗାଯୋଗ କରିବାର ଆମ ପାଖରେ କିଛି ନଥିଲା। ସେମାନେ ଆଜି ଆସି ମୋର ଯୋଉ ସୁପରଭାଇଜର ପିଲା ଥିଲା ତାଙ୍କ ସାଙ୍ଗେ ଯୋଗାଯୋଗ କଲେ ବୋଲି ସେ ସୁପରଭାଇଜର ମୋ ପିଲାକୁ ଫୋନ କଲା ଯେ ସେମାନେ ଆସିଛନ୍ତି ସେ ଜିନିଷ କହୁଛନ୍ତି। ଇଏ କହିଲେ ଠିକ ଅଛି ସେ ଜିନିଷ ତ ଆମେ ଦେଇଦେଇଛୁ ଆମ ମାଲିକଙ୍କୁ। ଆପଣ ଏବେ ଆଉ ଆମେ ଯାଇପାରିବୁନି। ଆପଣ ଆମ ନମ୍ବର ଦେଇଦିଅନ୍ତୁ ମାଲିକଙ୍କ ନମ୍ବର ଦେଇଦିଅନ୍ତୁ ଏବଂ ମୋ ଅଫିସର ଆଡ୍ରେସ ମଧ୍ୟ ଦେଲେ ଏବଂ କହିଲେ ସନ୍ଧ୍ୟା ବେଳକୁ ସେ ଥିବେ ସେତେବେଳେ 7ଟା 7:30 ବେଳକୁ ଥିବେ। ଆପଣ ସେମାନଙ୍କ ସହିତ ତାଙ୍କ ସହିତ ଯୋଗାଯୋଗ କରିକି ଯାଇ ଆପଣଙ୍କ ଜିନିଷ ନେଇ ଆସିବେ। କିନ୍ତୁ ଏପର୍ଯ୍ୟନ୍ତ ସେ କିଛି ମତେ ଯୋଗାଯୋଗ କଲେନି। ମୁଁ ମଧ୍ୟ ସେ ସୁପରଭାଇଜରକୁ 2-3 ଥର ଯୋଗାଯୋଗ କଲାଣି ଏବଂ ସିଏ ବି କହୁଛି ଯେ ନାଇଁ ତାଙ୍କର କୌଣସି ମୋ ପାଖରେ ଫୋନ ନମ୍ବର ନାହିଁ। ମୁଁ ଯାହା କଣ୍ଟାକ୍ଟ ନମ୍ବର ଆପଣଙ୍କର ଦେଇଦେଇଥିଲି ଆପଣଙ୍କ ଆଡ୍ରେସ ମଧ୍ୟ ଦେଇଥିଲି। ଏହାପରେ ମୁଁ ବାଧ୍ୟ ହଉଛି ଭାବୁଛି ସବୁଠାରୁ ଭଲ ହବ ମୁଁ ଥାନାରେ ଏଇ ଜିନିଷଟିକୁ ହସ୍ତାନ୍ତର କରିଦେବି। କଲା ପରେ ଯାହାର ଜିନିଷ ଅଛି ସେ ତାର ଉଚିତ ପ୍ରମାଣ ଦେଇ ତା ଜିନିଷକୁ ସେ ଥାନାରୁ ନେଇଯିବ। ହଁ ମତେ ଯୋଗାଯୋଗ କରିବାକୁ ହେଲେ ମୋ ଫୋନ ନମ୍ବର ହେଲା 9437171426।
ଆଉ ମୋର WhatsApp ନା ହେଲା ସत्यम ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ ଆପଣଙ୍କର ନିୟର ଟଙ୍କପାଣି ରିଭର୍ସ ବ୍ରିଜ ଟଙ୍କପାଣି ବଜାରରେ ମୋର ଫାବ୍ରିକେସନ ୟୁନିଟ୍ ଅଛି। ମତେ ମୋ ନାଁ କରୁଣାକର ନାୟକ। ମତେ ଯିଏ ଯୋଗାଯୋଗ କରିବାକୁ ଚାହିଁଲେ ମୋର ଆଉ ଥରେ କହି ରଖୁଛି ମୋ ନମ୍ବର ହେଲା 9437171426 ଏଇ ନମ୍ବରରେ ଯୋଗାଯୋଗ କରିବେ। ମୁଁ ଏଇ ନମ୍ବରରେ ସବୁବେଳେ ଆଭେଲେବୁଲ ଅଛି। ନାଇଁ ଏଇଟା ସମସ୍ତଙ୍କ କଥା କହିପାରିବିନି। ମୋ ମନରେ ଆସିଲା ଯେ କାହାର ଜିନିଷ ଆମେ କାହିଁ ନବା, କାହାର ଜିନିଷ ତ ଜାଣିଛନ୍ତି କିଏ ଜାଣିଛନ୍ତି ସେଟା ନ ଜାଣିଛନ୍ତି ଅଲଗା କଥା। ଆମେ କାହିଁକି କାହାର ଜିନିଷ ନବା, ସବୁଠାରୁ ଭଲ ହବ ସିଏ କେମିତି ସେ ଜିନିଷର ଅଧିକାର ସିଏ, ତେଣୁକରି ଆମେ କାହିଁ ସେ ଜିନିଷ ନବା। ସେଥିପାଇଁ ମୁଁ ଏମାନଙ୍କୁ ମଧ୍ୟ କହିଲି ନାଇଁ ତମେ ପାଇଥିବା ଜିନିଷ ଆମେ ତାହେଲେ ହସ୍ତାନ୍ତର ଚେଷ୍ଟା କରିବା ସେମାନେ ଜିନିଷର ମାଲିକକୁ ହସ୍ତାନ୍ତର କରିବାକୁ। ଯେହେତୁ ଆମେ ଚେଷ୍ଟା କରି ବିଫଳ ହେଲୁ ସେଥିପାଇଁ ଉଚିତ ମନେ କରୁଛୁ ଯେ ଥାନାରେ ଏଟାକୁ ହସ୍ତାନ୍ତର କରିଦେବା। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।